ବର୍ତ୍ତମାନ ବଡ଼ ଖବର ଆସୁଛି ଆଉ ଏକ ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ତ ଭିଡ଼ିଓଟି ସମ୍ପୂର୍ଣ୍ଣ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲ ଯଦି ନୂଆ କରିଅଛନ୍ତି ଚ୍ୟାନେଲଟି ସବସ୍କ୍ରାଇବ୍ କରନ୍ତୁ। ଡେରି ନକରି ଖବର ଉପରେ ନଜର ପକାଇବା। ଆସୁଛି ଆଉ ଏକ ଲଘୁଚାପ ଆସନ୍ତା ସପ୍ତାହରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପ୍ରଭାବରେ ଆସନ୍ତା ସପ୍ତାହରେ ଶେଷ କିମ୍ବା ପରିବର୍ତ୍ତିତ ସପ୍ତାହରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ ଜାସନ ନିକ୍ସଲ। ସେହିପରି ଆସନ୍ତା ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ଜାସନ ନିକ୍ସଲ। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ଅଗ୍ରସର ହେବା ପରେ ନିଷ୍କ୍ରିୟ ରହିଛି। ଚଳିତ ସପ୍ତାହରେ ଏହାର ଅଗ୍ରଗତି ନେଇ ମଧ୍ୟ କୌଣସି ସମ୍ଭାବନା ନାହିଁ। ଫଳରେ ଚଳିତ ବର୍ଷ ଅସଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍ 10 ପରେ କିମ୍ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଯାଇଛି ବୋଲି ଖବର ମିଳିଛି। ତ ବର୍ତ୍ତମାନ ବଡ଼ ଖବର, ସୁନାର ମୂଲ୍ୟରେ ହୋଇପାରେ ବଡ଼ ହ୍ରାସ। କିଣିବା ପୂର୍ବରୁ ଏହି ରିପୋର୍ଟଟି ନିଶ୍ଚୟ ପଢ଼ନ୍ତୁ। ଚାଲନ୍ତୁ ଡେରି ନକରି ଖବର ଉପରେ ନଜର ପକାଇବା। ସୁନାର ମୂଲ୍ୟ ଏବେ ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ଆଗାମୀ 2 ମାସ ମଧ୍ୟରେ ଏହାର 12ରୁ 15% ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏହି ଅନୁମାନ କୌଣସି ଅନ୍ୟ ନୁହେଁ ବରଂ କ୍ୱାଣ୍ଟ ମ୍ୟୁଚୁଆଲ ଫଣ୍ଡ ଦ୍ୱାରା ପ୍ରକାଶ କରାଯାଇଛି। ତଥାପି ଫଣ୍ଡ କହିଛି ଯେ ମଧ୍ୟମ ଏବଂ ଦୀର୍ଘମିଆଦୀ ନିବେଶକମାନଙ୍କ ପାଇଁ ସୁନା ଏବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ। ବର୍ତ୍ତମାନର ପରିସ୍ଥିତି ଦେଖିଲେ ମଙ୍ଗଳବାର ରିଟେଲ ବଜାରରେ ସୁନାର ମୂଲ୍ୟ 10 ଗ୍ରାମ ପାଇଁ 96,960 ଟଙ୍କା ଥିଲା। ଜିଏସ୍ଟି ଯୋଗ କରିବା ପରେ ଏହା 99,868 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ବିଶ୍ଳେଷକମାନଙ୍କ ମତରେ ଆଗାମୀ ସପ୍ତାହ ଗୁଡ଼ିକରେ ଏହି ମୂଲ୍ୟ ବହୁତ ହ୍ରାସ ପାଇପାରେ ବୋଲି ଖବର ମିଳିଛି। ବର୍ତ୍ତମାନ ବଡ଼ ଖବର, 6 ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଆସନ୍ତା 6 ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରେଳ ଅଡିଟୋରିୟମ ନିଯୁକ୍ତି ମେଳ ହେବ। ଅନେକ ଅସ୍ଥାୟୀ ଶିକ୍ଷକ ଚାକିରି ପାଇବେ ନେଇ ସୂଚନା ରହିଛି। ସୂଚନା ଅନୁସାରେ ଗଣଶିକ୍ଷା ବିଭାଗରେ 826 ପିଜିଡି ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି 81 ଜଣ ପଲିଟେକ୍ନିକ୍ ଶିକ୍ଷକଙ୍କୁ ଚାକିରି ଦିଆଯିବ। ମୋଟ 1240 ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବା ନେଇ ସୂଚନା ରହିଛି।